ନମସ୍କାର। ମୁଁ ଆପଣଙ୍କ ପ୍ରଭାସ ସ୍ୱାଗତ କରୁଛି ଆଜିକାର କାର୍ଯ୍ୟକ୍ରମକୁ। ଆଜ୍ଞା ହଁ, ଆଜିକାର କବିତାର ଶୀର୍ଷକ ହେଉଛି ବିଦେହ ପ୍ରେମ ତୁମର। ଦିନେ ତତେ ଭଲ ପାଇଥିଲି ମୁହିଁ, ପାଉଥିବି ସବୁଦିନ। ଯେତେ ଦୂରେ ପଛେ ରହିଥା ପଛକେ, ମୋ ହୃଦୟ ତର ସ୍ଥାନ। ପାଇବା ଆଶାରେ ପାଇନାହିଁ ଭଲ, କିବା ଦେହ ସୁଖ ପାଇଁ ହୃଦୟରୁ ଦିନେ ପାଇଥିଲି ଭଲ, ହୃଦୟ ରଖିବା ପାଇଁ। ଲୋଡ଼ା ନାହିଁ ତୋଠୁ ଅସରନ୍ତି ପ୍ରେମ, ଲୋଡ଼ା ନାହିଁ ତୋର ଦେହ। ପ୍ରେମ ମୋ ଚାହେଁ ନା ଦୈହିକ ପ୍ରେମ ତ ରଖିନି କାମନା ମୋହ। ନେଇ ତ ପାରିନି କେହି ତ ଛଡ଼େଇ, ପାରିବେନି କେବେ କେହି। ଥିଲୁ ଥିବୁ ସଦା ମୋହରି ହୃଦୟ, ତୋ ଜାଗା ନ ନେବ କେହି। ଯେତେ ଦୂରେ ପଛେ ଥା ତୁ ପଛକେ, ଦୈହିକ ହେଲେ ବିକାର। ନୁହେଁ ଏ ଜନମେ ଥିବୁ ଜନ୍ମେ ଜନ୍ମେ, ବିଦେହ ପ୍ରେମ ତୁମର, ବିଦେହ ପ୍ରେମ ତୁମର। ଆଜ୍ଞା ହଁ, ପ୍ରେମ କେବେ ଚାହେଁ ନା ଦୈହିକ ସମ୍ପର୍କ, କାମନା ବାସନା। ଆପଣମାନେ ଦେଖୁନାହାନ୍ତି, ଏ ଦୁନିଆରେ ହଜାରେ ଚେହେରା ଅଛି, କିନ୍ତୁ ଏ ଆଖି ଜଣକୁ ଦେଖିବା ପାଇଁ ଖୋଜେ ବୋଲେ। ଏ ମନ ଜଣକୁ ହିଁ ଭାବି ବସେ, ଆଉ ଏ ହୃଦୟ ଜଣକୁ ହିଁ ଜାଗା ଦେଇଥାଏ। ସେଥିପାଇଁ ତ ପ୍ରେମ ଜଣକ ହେଇଥାଏ। ପ୍ରେମ ହେଉଛି ଚିରନ୍ତନ ଶାଶ୍ୱତ, ପ୍ରେମ ହେଉଛି ଅମର। ତେବେ ଆଜିକାର ଅଧ୍ୟାୟରେ ଆପଣମାନଙ୍କୁ କେମିତି ଲାଗିଲା, ନିଶ୍ଚିତ ଭାବରେ ଆପଣମାନେ କମେଣ୍ଟ ବକ୍ସରେ ଜଣାଇବେ। ଯଦି ଆପଣମାନେ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି, ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟିକୁ ନିଶ୍ଚିତ ଭାବରେ ଦବାଇ ଦିଅନ୍ତୁ। ଯଦି ଆପଣମାନେ ମୋ ଫେସବୁକ୍ ପେଜ୍, ଇନଷ୍ଟା ପେଜ୍କୁ ଫଲୋ କରିନାହାନ୍ତି, ନିଶ୍ଚିତ ଭାବରେ ଫଲୋ କରିନିଅନ୍ତୁ। ଯାହାଫଳରେ କି ଏମିତି ସୁନ୍ଦର ସୁନ୍ଦର କବିତା ଆପଣମାନଙ୍କୁ ଆଗକୁ ଶୁଣିବାକୁ ଯାଉଅଛି। ତେବେ ଆଜି ପାଇଁ ଏତିକି, ରହୁଛି ମୁଁ ପ୍ରଭାସ। ନମସ୍କାର।